क्षति कर साई पड़िशा जी साहाଯ୍य करवा कथा करुँच बेसी ये हमारे आम साहाଯ୍य साहाଯ୍य कर बिजु कार्ड बिजु कार्ड अच्छी बिजु कार्ड अच्छी କରିପାରୁନା ଯେ ତାଙ୍କର ତ କାର୍ଡ ତ ମେଡିକାଲ ଯୋଉ କାର୍ଡ ସବୁ ବାହାରିଥିଲା ସେ ବି ଅଛି ତାଙ୍କୁ ନେଇକି ଟିକେ ନାଇଁ ନାଇଁ କିଛି ନମ୍ବର ଫମ୍ବର ନାହିଁ ଗୋଟେ ପିଲା 9-10 ବର୍ଷ ହେଲା ପୁରା ଘାଣ୍ଟି ହେଲାଣି ଯେ ତାର ବି ପିଲା ଛୁଆ ଅଛନ୍ତି ନା छकरू सीधा सार देखो पूरा गैस गोडाउन को जो रास्ता अच्छी से रास्ता मझी पाखे आम जगिक सब रही आपण मैंने वीडियो पहुँचला जल्दी टी आसतु भी टे ये करन से बहुत दुख कर कष्ट पा दिन तले आ गोटे टाणी देला पाल्टा कोनो प्रकार देखी कोनो बाटा कल एक बाटा करा न्यूज है यार फटका को बेसी नहीं होगा 8 वर्ष ला टेका पक्का करके धीरे धीरे बुला धीरे धीरे बुलले पण पीड़ी चलिबो ये चलिबो आप मोबाइल पकड़े इनका रखिए इधर देखिए मैडम गवर्नमेंट नहीं गवर्नमेंट को जदि से डॉक्टर रेफर करेंगे ताले जो बड़ डॉक्टर तो बुला पद कहले बुला पद नवा घर लोग किए किए अच्छे आप वीडियो थे बोधे हाँ आप कहले मत गोटे कथा जे आप नाटा कौन किसान दास किशन दास किशन बाबू ये केते दिन से रही 40 वर्ष 40 वर्ष मैंने घा आगुरी मसक आगुरी जन दुनिया आड़े बुले मेडिसिन फेडिसिन खोई माने तारी सेवा सब मुझे करे आगुरी जानी था ध्यान दौना
ତାଙ୍କ ଭାଇ କହିଲେ ଆମେ ଆସିକି ନେଇଯିବୁ। ଆମେ କହିଲେ ତା ଭାଇ ତ ନେଇଯିବେ, ଆମେ ଆଉ କାହିଁକି ଯେତେବେଳେ ଦେଖିଲି ତା ଭାଇ ଆସିଲାନି ମୁଁ ବାଧ୍ୟ ହେଇକି କାଲି ଯାହା ହଉ ଆପଣମାନଙ୍କୁ ବହୁତ ବହୁତ ନାଇଁ 4 ଦିନ ହେଲା ନା ନା ଠିକ୍ ଅଛି, ଆପଣମାନଙ୍କୁ ଧନ୍ୟବାଦ ଡାକିଲେ ବର୍ତ୍ତମାନ। କିନ୍ତୁ ଅନୁରୋଧ କରୁଛି ମୁଁ ଗୋଟେ ସମାଜସେବୀ ହିସାବରେ ଆମ ଟିମ୍ ବି ଅଛନ୍ତି ଏ ଆଖପାଖରେ। ଆପଣଙ୍କ ଯେଉଁ ଏରିଆ କହିବେ ସବୁ ଜାଗାରେ ଆମ ଟିମ୍ ଅଛନ୍ତି। ଇଣ୍ଟରନ୍ୟାସନାଲ ହ୍ୟୁମାନ୍ ରାଇଟ୍ସ ଫୋର୍ସ IHR କହିଲେ ସବୁ ଅଛନ୍ତି। ଆପଣମାନେ ତ ଜାଣିଥିବେ, ମା ବି ଜାଣିଥିବେ। ତ ଯେତେବେଳେ ବି ଯାହାର ଏମିତି ଅସୁବିଧା ହେବ ଆମ ନମ୍ବର ନେଇକି ରଖନ୍ତୁ, ଡାଇରେକ୍ଟ ଆମକୁ ଫୋନ୍ କରିବେ। ଆପଣ ଖାଲି ଫୋନ୍ କରିବା ପାଇଁ କହିବେ, ଆମର ଯଦି ନ ଜଣେଇବେ ଆପଣମାନେ ଜଣେଇବେନି ଆମେ ଜାଣିବୁ କେମିତି? ଆମେ ବି ଜାଣିନୁ, ଆମରି ବସ୍ତିରେ ମୁଁ ସମସ୍ତେ ଚିହ୍ନିଛି, ତମେ ସବୁ ଅଛ ବୋଲି ମୁଁ ଜାଣିନି। ମୁଁ ସମସ୍ତଙ୍କୁ ମୁଁ ଜାଣିନି। ବର୍ତ୍ତମାନ ଆପଣଙ୍କ ସାମ୍ନାରେ ବର୍ତ୍ତମାନ ସମସ୍ତଙ୍କ ଲୋକମାନଙ୍କୁ ଏବଂ ସମସ୍ତ ସମାଜକୁ ଅନୁରୋଧ କରୁଛି, ଦୟାକରି ଆଖପାଖ ଅଞ୍ଚଳରେ ଯେଉଁ ବୁଢ଼ା ବୁଢ଼ୀ ଲୋକମାନେ ବେଡ଼୍ରେ ପଡ଼ିଛନ୍ତି ସେମାନେ ଦୟାକରିକି ଆମକୁ ଇନଫର୍ମ କରନ୍ତୁ, ଆମକୁ କଲ୍ କରନ୍ତୁ। ଆମର ହେଲ୍ପଲାଇନ୍ ନମ୍ବର ହେଉଛି 8144895939। ଏଥିରେ କଲ୍ କଲେ ଆମେ ସାଙ୍ଗେ ସାଙ୍ଗେ ଆପଣଙ୍କୁ ସୁବିଧା ସୁଯୋଗ ଦେଖିବୁ ଏବଂ ଏଇଭଳିଆ ବୁଢ଼ା ମା ମାଉସୀ ଯେଉଁମାନେ ଅଛନ୍ତି, ବୟସ୍କ ଲୋକ ଯେଉଁମାନେ ଅଛନ୍ତି ତାଙ୍କୁ ତୁରନ୍ତ ନେଇକି ମେଡ଼ିକାଲରେ ଟ୍ରିଟମେଣ୍ଟ କରାଇବୁ। ସରକାରଙ୍କ ସୁବିଧା ସୁଯୋଗ ଅନେକ ମାତ୍ରାରେ ପ୍ରଚାର ପ୍ରସାର ହେଉଛି, କିନ୍ତୁ ତଥାପି ଘରେ ମେଡ଼ିକାଲ ନ ଯାଇ ଘରେ ପଡ଼ି ରହିବାଟା ଅତ୍ୟନ୍ତ ଦୁଃଖଦ କଥା। ଯାହା ହଉ ଗ୍ରାମବାସୀଙ୍କ ସହଯୋଗରେ ଆଜି ରାଉରକେଲାର ବାଲିଯୋଡ଼ିଠାରେ ଆମେ ଗୋଟେ ପେସେଣ୍ଟକୁ ମେଡ଼ିକାଲ ପହଞ୍ଚାଇଛୁ। ଆଶା କରୁଛୁ ସେ ଆରୋଗ୍ୟ ହୋଇ ଭଲ ହୋଇ ଘରକୁ ଫେରିବେ। ଥ୍ୟାଙ୍କ ୟୁ, ନମସ୍କାର, ଜୟ ହିନ୍ଦ। ଆମର ସବୁ ବ୍ରହ୍ମାଣ୍ଡ ରଖିଲେ ଆମେ କ'ଣ କାମ କରିବେ ଆଗକୁ? ଆସିକି କହିଲେ ମ୍ୟାଡ଼ାମ୍